ବାପା ପଳେଇଲେ। ଅଛି ସେଇଭଳି ଗୋଟେ ଆନପଢା ଗବାରେ ଗୋଟେ ମତେ ପଢା ଲେଖା କିଛି ଆସେନି। ସବୁ ପଢା ଲେଖା କରିବା ଦେଖିକି ମତେ ଗୋଟେ ଖୁସି ଲାଗେ। ସେ କହୁନାହାନ୍ତି ଅଳ୍ପ ବିଦ୍ୟା ମହାଭୟଙ୍କର ବୋଲି, ସେଇଭଳି ମୁଁ ଗୋଟେ ସବୁ ପଢା ଲେଖା କରିବା ଦେଖିକି ମତେ ଗୋଟେ ଖୁସି ଲାଗେ। ଭଉଣୀ ମାନେ ପଢୁଥିବେ, ମମ୍ମି ପଢୁଥିବେ, କହିଲେ ପାଖରେ ବସିକି ଶୁଣେ କିଛି ହେଲେ ଗୋଟେ ଷ୍ଟୋରି ଶୁଣେ। ତାପରେ ମତେ ଗୋଟେ ବେଶୀ ଇଚ୍ଛା ହେଲା କି ମୁଁ ପାଠ ପଢିବି। ପାଠ ତ ପଢିଲିନି। ତୃତୀୟ କ୍ଲାସରେ ଏମିତି ଗୋଟେ ଛୋଟ ପିଲା କିଏ ନଥିଲେ ଘରେ, ଆଉ ଘରେ ଗୋଟେ ଦରକାର ଥିଲା ଗୋଟେ ପିଲାଟେ, ଆମର ଭାଇ ଗୋଟେ ଶାଳ କରିଥାନ୍ତି, ଆମର ସୁନାରୀ ଲୋକ ତ ଶାଳ କରିଥାନ୍ତି, ଦାଣ୍ଡୁ ଘର ଘର ପାଇଁ କିଏ ନାହାନ୍ତି। ମତେ ଆଉ ଯିବାକୁ ମିଳିଲାନି, ମୁଁ ଯାଇପାରିଲିନି। ତୃତୀୟ କ୍ଲାସରେ ସେଥିରେ କଣ ପାଠ ହବ, ମତେ କଣ ପାଠ ମିଳିବ, ସେତିକି ମୁଣ୍ଡରେ କଣ ଚଢିବ ମୋର। ତାପରେ ଆସ୍ତେ ଆସ୍ତେ ଏସବୁ ଶୁଣେ ମତେ ଗୋଟେ ଇଚ୍ଛା ହେଲା ପାଠ ପଢିବି। ତ ଭଉଣୀ ମମ୍ମି ସବୁ କହିଲେ ଚାଟଶାଳୀ ପାଠ ଆଣିକି ଦେଲେ ମତେ। ସେଇଟା ନିଜେ ନିଜେ ଶିଖି ଶିଖି ପଢିକି ସେ କମଠ କରିକି କେମିତି ପଢିକି କେମିତି ଆରମ୍ଭ କଲି ପୁରାଣ ଶାସ୍ତ୍ର ସ୍ତୁତି ଏସବୁ ପଢିବାର। ପଢାପଢି ସରିଲା ଭାଗବତ ଗଲି। ଭାଗବତ ପଢିଲି, ବାହାହେଇକି ଆସିଲି, ଭାଗବତ ପଢିଲି। ମାନେ ଭାଗବତ ପଢିଲି ବୋଲି ମୋ ପାଖରେ ବି ନଥିଲା, ବହୁତ ଇଚ୍ଛା ଥାଏ ପଢିବା ପାଇଁ। ଆମର ମିଷ୍ଟର ଭୟା କହିଲି ମୋ ପାଇଁ କାଢିଲେ ଆଣିଦିଅ ଭାଗବତ ପଢିଲି। ଜମା ପାଖରେ ଆଣିଲେ, ଯେମିତି ପଢିଲି କି ବହୁତ ଇଚ୍ଛା ହେଲା, ଖାଲି ପଢୁଥାଏ। 24 ଘଣ୍ଟା ଖାଲି ଭାଗବତ ପଢୁଛି ବୋଲି କହିଲେ। ସେ କହିଲେ ଜାଳିଦେବି। କଣ ଏମିତି କହୁଛ, ଦୋସରା ନେଇକି ଆସ ଜାଳିଦେବି କହୁଛ। ତାର ଗୋଟେ ମନ କିଛି ଇଏ ଲାଗିଲାନି। ତାପରେ ନିଜେ ନିଜେ ଗୋଟେ ମନକୁ ଇଏ କଲି, ଛୋଟ କଣାରେ ଏକା ମନ୍ଦିରକୁ ଯିବାର। ମୋ ଭାଇ କଣ ଭଉଣୀ ମାନେ ଯେମିତି ବଡ ହେଇଗଲେ କି ମତେ ପଠେଇଲେ ମନ୍ଦିରକୁ। ଝିଆରୀ ମାନେ ତ ବଡ ଝିଅ ତ ଥାଏ, ଛୋଟ ଥାଏ। ମତେ ବି ବେଶୀ ବୟସ ହେଇନଥିଲା, ଗୋଟେ ସମାସ୍କନ୍ଦ ଭଳି ଥିଲୁ ବଡ ଝିଆରୀ ମୁଁ କି। ତ ଶିବ ମନ୍ଦିରକୁ ଯାଏ ଡେଲି, ଯାଇକି ଦୀପ ଲଗେଇକି ଆସିଥାଏ। ସେଠୁ ଦର୍ଶନ କରିଥାଏ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଦର୍ଶନ କରିଥାଏ। ବେଶୀ ଇଚ୍ଛା ହୁଏ ମତେ ଭାଗବତ ପଢିବା ଷ୍ଟାର୍ଟ କଲି। ଏମିତି ଗୋଟେ ଇଏ କରିକି ପଢୁଛି, ବୁଝୁ ନଥାଏ କିଛି। ରାଜଶ୍ରୀ ମତେ ଜଏନ କଲା, ବର୍ଷେ ହେଲା, ତାକୁ ଧନ୍ୟବାଦ କରୁଛି। କିନ୍ତୁ ଜଏନ କରିକି ମତେ ବହୁତ ଗୋଟେ ଖୁସି ଲାଗୁଛି, ମନ ଗୋଟେ ଚେଞ୍ଜ ହେଇଯାଉଛି। ସବୁଆଡେ ମତେ ନମ୍ବର ଦେଲା, ସବୁରେ ମତେ ଗ୍ରୁପରେ ଜଏନ କଲା। ଲାଷ୍ଟକୁ କହିଲା ଆଉ କହୁଛନ୍ତି ଚାରିଆଡେ ମନଟା ଚେଞ୍ଜ ହେଇଯିବ, ଗୋଟେ ଜାଗାରେ ମନ ରହିବନି କହିବାରୁ ସେ ମଧ୍ୟ ସବୁ ଛାଡିଦେଲି, ଏଇଟା ଜାଗା ଜଏନ କରୁଛି। ମତେ ପିଲାର ଦୁଃଖ ଗଲା, ବର୍ତ୍ତମାନ ମତେ ଦୁଃଖ ଯାଉଛି। ଦି ପୁଅ ଝିଅ ପତି ସବୁ ଥାଇକି ମଧ୍ୟ ମୁଁ ନଥିଲେ ସେମାନେ ହେଇକି ରହିଲେ। ସେଥିପାଇଁ ମୁଁ ଗ୍ରୁପରେ କିଛି କହୁନି, ବାଧ୍ୟ କରୁଛନ୍ତି ଆରତୀ ମାତାଜୀ, କିନ୍ତୁ ଆଜି ଏତିକି କହିନି, ଆଉ କିଛି ଅଧିକ କହିପାରୁନି। ଆପଣ ମଧ୍ୟ ରାଜଶ୍ରୀଠୁ ମାଗିକି ନମ୍ବର ମାଗିକି ଆପଣ ବହୁତ ପରିଶ୍ରମ କଲି। ଘଡ଼ି ଘଡ଼ି ଆପଣ ଫୋନ କରିକି କ୍ଲାସ ରଖନ୍ତୁ ବୋଲି। ମତେ ଗୀତ ଫିତ କିଛି କହିପାରୁନି, ଭଜନ କୀର୍ତ୍ତନ କିଛି କହିପାରୁନି, ବାସ୍ ଏତିକି ଶୁଣୁଛି। ମତେ ଏତିକି ଶୁଣିବାକୁ ଦିଅନ୍ତୁ। ଧନ୍ୟବାଦ ପ୍ରଭୁଜୀ। ଧନ୍ୟବାଦ ମାତାଜୀ, ବହୁତ ନାଇଁ ଧନ୍ୟବାଦ। ନାଇଁ, ହରେ କୃଷ୍ଣ। ତାଙ୍କେ ବହୁତ ବଢିଆ ଗୀତ ପାଠ କରୁଥିଲେ, ଯୋଉ ଭଜନ କୀର୍ତ୍ତନ ଭଲ କରୁଥିଲେ। ଆମ ଗୋସେଇ ମା ପାଖରେ ବସିକି ତାଙ୍କେ ଯୋଉ ଭଜନ ଯାକ କହିବେ ସ୍ୱର ଦେଇକି, ମୁଁ ତାଙ୍କଠୁ ଏବେ ଚାହୁଁଛି ତାଙ୍କେ ଆଉ ଗୋଟେ ବି ଗୀତ ଗାଉନାହାନ୍ତି। ତାଙ୍କ ମନ ଏତେ ଖରାପ ହେଇଯାଇଛି, ଗୋଟେ ବି ଗୀତ ଗାଉନାହାନ୍ତି। ଯୋଉ ସ୍ତୁତି ମାଳିକା ସବୁ ଆମ ଗୋସେଇ ମା ବସିଥିବେ, ତାଙ୍କେ ସବୁ ଗୀତ ପାଠ କରୁଥିବେ। ସେଥିପାଇଁ ତ ଭାଇ କହିଲେ ପାଠ ପଢି କଣ କାଞ୍ଜି କରିବ କି? ଭାଇ ଛୋଟ ଭାଇ ରିସା ହେଲେ କହିଲେ ତ କଣ ଏତେ ଜଲ୍ଦି ପାଠରେ ବନ୍ଦ କରିଦଉଛ ନା, ଯଦି ସେ ପାଠ ତା ବୁଦ୍ଧି ଅଛି ନା, ସେ ବାୟାଣୀ ହେଇଯିବ। ଏ ପଦଟା ମୁଁ ରଖିଲି ମନରେ, ଆଗକୁ ବଢି ଚାଲିଲି, ପଢା ଖଣ୍ଡ ଷ୍ଟାର୍ଟ କଲି। ସମସ୍ତେ ପାଠ ପଢିଛନ୍ତି, ମୁଁ କେବଳ ତୃତୀୟ କ୍ଲାସ ପାଠ ପଢିଛି। ଫିର ବି ଦିନେ ଯିବାର ନାହିଁ, ଏମିତି ହେଇକି ପାଠ ପଢିଛି। ପଢାରେ ବେଶୀ ଇଣ୍ଟରେଷ୍ଟ ଥାଏ, ଭଗବାନଙ୍କ ଇଏରେ ବେଶୀ ଇଣ୍ଟରେଷ୍ଟ ଥାଏ। ଏଇ ତ ଦୁନିଆ ମୋର ବର୍ତ୍ତମାନ ସବୁ ରହିକି ମଧ୍ୟ କିଏ ନଥିଲା ବୋଲି ମୁଁ ଅଛି। ସାନ ପୁଅ ଅଛି ପାଖରେ, ବଡ ପୁଅ ତ ଅଲଗା ରହିଲା, ପତି ତ ଅଲଗା ରହିଲେ, ଝିଅ ତ ବାହା ହେଇଗଲା। ବାସ୍ ଅଛି, ମନ ଏତେ ଡିଷ୍ଟର୍ବ ହଉଛି। ଆପଣ ଯେପରି ମତେ କହିଦେଇକି ଗ୍ରୁପରେ ବୃନ୍ଦାବନରେ 7 ଟଙ୍କା ଏମିତି କିଛି କହିଲେ, ସେପଟେ ଗୋଟେ ମନଟା ମୋର ଚେଞ୍ଜ ହେଇଯାଇଛି।
ସବୁ ଛାଡ଼ିଦେବି ସାର୍ ପଳେଇବି ମଲେ କି କଲେ କି ଯାହାହେଲେ ତାଙ୍କରି ପାଖରେ ଦିନ କଟିବନି ଇଚ୍ଛା କରୁଛି ବାସ୍ ମତେ ଆଉ କିଛି କହିବାର ନାହିଁ କହୁଛି ପ୍ରଣାମ ସମସ୍ତଙ୍କୁ ପ୍ରଣାମ ଆଶୀର୍ବାଦ ଧନ୍ୟବାଦ ପ୍ରଣାମ ଆପଣଙ୍କୁ ବହୁତ ଥର କଲ୍ କରିକି ବହୁତ ପରିଶ୍ରମ କରୁଛି ନା ସେଥିପାଇଁ କ୍ଷମା ଏଥିରେ ମାଗୁଛି ପରିଶ୍ରମ କିଛି ନୁହେଁ। ଆପଣ ଦେଖନ୍ତୁ ଲାଇଫରେ ଆମର ଦୁଃଖ ଯେମିତି ଆରତୀ ମାତା ଆଜି ପ୍ରଥମେ କହୁଥିଲେ ଦୁଃଖ ତ ଆମର ଆସେ, କିନ୍ତୁ ଆମେ ଯେଉଁ ସେ ଦୁଃଖ ସବୁ ଅଜ୍ଞାନର ଦୁଃଖ, ମାୟାର ଦୁଃଖ, ସେ ଦୁଃଖର କୌଣସି ମୂଲ୍ୟ ନଥାଏ। ଆପଣ ପୁରଞ୍ଜନ ଉପାଖ୍ୟାନରେ ଦେଖିଥିବେ ସେ ପ୍ରଥମେ ସ୍ୱାମୀ ହେଇକି ଦୁଃଖିତ ଥିଲେ, ତାଙ୍କ ଛୁଆ ପିଲା ସବୁ ରାଜ୍ୟ ସବୁ ନଷ୍ଟ ହୋଇଗଲା, ତାପରେ ସେ ଆଉ ଜଣଙ୍କ ସ୍ତ୍ରୀ ହେଇକି ମଧ୍ୟ ଦୁଃଖିତ ହେଲେ କି ମୋର ସ୍ୱାମୀ ମରିଗଲା। ଏସବୁ ଯେତେବେଳେ ସେ ତାଙ୍କ ମିତ୍ରକୁ ଦେଖା କଲେ, ସାକ୍ଷାତକାର କଲେ, ସେତେବେଳେ ଜାଣିପାରିଲେ ଏ ସବୁଗୁଡ଼ା ମାୟା ଥିଲା, ମିଛରେ ମୁଁ ଦୁଃଖ କରିଥିଲି। ସେଇଭଳି ଆପଣ ଆପଣ ଜୀବନରେ ମଧ୍ୟ ଯେଉଁ ଅବଧି ଦେଇକି ଆପଣ ଗତି କଲେ, କିନ୍ତୁ ଏବେ ଆପଣ ଯେଭଳି ଭାବରେ ଶ୍ରୀ ଭଗବାନଙ୍କୁ ଧ୍ୟାନ କରୁଛନ୍ତି, ଭାଗବତ ଶ୍ରବଣ କରୁଛନ୍ତି ଏବଂ ତାଙ୍କର ନାମ ଜପ କରୁଛନ୍ତି, ଏତିକି ହିଁ ଜୀବନର ମାନେ ଲାଭ ଏବଂ ଲକ୍ଷ୍ୟ ମଧ୍ୟ। ବାକି ସବୁଗୁଡ଼ା ଦେଖିବେ ଆପଣଙ୍କୁ ସେ ଦୁଃଖ ଥିଲା, ସେ କିଛି ଦୁଃଖ ନୁହେଁ, ସେ ଗୋଟେ ଭ୍ରମ ଥିଲା, ଭୁଲ ଥିଲା, ଯେଉଁଟାକି ଆପଣ ଯେତେବେଳେ ଧୀରେ ଧୀରେ କୃଷ୍ଣଙ୍କ ପ୍ରତି ଆପଣ ଆକୃଷ୍ଟ ହୋଇଯିବେ, ଜଗନ୍ନାଥଙ୍କ ପ୍ରତି, ସେତେବେଳେ ସେ ଆପେ ଆପେ ଆପଣଙ୍କଠୁ କେବେ ଦୂରେଇ ଯାଇଥିବ ଆପଣଙ୍କୁ ଜଣାପଡ଼ିବ ନାହିଁ। ଆପଣ ଦୁଃଖୀ ହୁଅନ୍ତୁ ନାହିଁ। ଜୟ ଦେଖୁଛି ଶୁଣୁଛି ହୁଁ ତାପରେ ବେଶୀ ବିରକ୍ତ ଲାଗିବ କୁଆଡେ କୁଆଡେ ମନ ଚେଞ୍ଜ ସବୁ ଖାଲି ଆଖିରେ ଲୁହ ଛାଡେ ହୁଁ ସ୍ଥିର ହେଇ କେତେ ବସେନି ଦେଖନ୍ତୁ ସିଏ ଆପଣଙ୍କ ହୃଦୟରେ ରହୁଛନ୍ତି, ଏକଥା ତ ଆପଣ ଭାଗବତରୁ ଶୁଣିଥିବେ। ସେ ଆପଣଙ୍କ ହୃଦୟରେ ରହୁଛନ୍ତି, ସେ ଆପଣଙ୍କ ପାଖରେ ରହୁଛନ୍ତି, ସେ ଆପଣ ଭାବକୁ ଜଗନ୍ନାଥ ଭଲ ଭାବରେ ଜାଣୁଛନ୍ତି। ତେଣୁ ଆପଣ ସେ ବିଷୟରେ କେବେ ହେଲେ ଦୁଃଖିତ ହେବା ଉଚିତ ନୁହଁ। ତାଙ୍କୁ କେବଳ ମନରେ ପକାନ୍ତୁ ଏବଂ ତାଙ୍କ କେବଳ ଧ୍ୟାନ କରନ୍ତୁ, ଜପ କରନ୍ତୁ, ତାଙ୍କ ବିଷୟରେ ଶ୍ରବଣ କରନ୍ତୁ। ଏଇଟା ହିଁ ଜୀବନର ଲକ୍ଷ୍ୟ। ବାକି ଯେଉଁମାନେ ବହୁତ ପଢ଼ିଛନ୍ତି ସେମାନେ ମଧ୍ୟ ମାନେ ଆଧ୍ୟାତ୍ମିକ ଦୃଷ୍ଟିରେ ସେମାନେ ମଧ୍ୟ କିଛି ନୁହଁ, ଯେଉଁମାନେ ନ ପଢ଼ିଛନ୍ତି ସେମାନେ ମଧ୍ୟ କିଛି ନୁହଁ, କିନ୍ତୁ ଯେଉଁମାନେ ଭଗବାନଙ୍କ ପ୍ରତି ଭାବିତ ହୋଇଯାଆନ୍ତି ସେମାନଙ୍କର ଜୀବନ ମୂଲ୍ୟ ନିଶ୍ଚିତ ରୂପେ ସବୁଠୁ ଅଧିକ। ତେଣୁ ଆପଣ ଏଥିପାଇଁ କେବେ ହେଲେ ଦୁଃଖୀ ହୁଅନ୍ତୁ ନାହିଁ। ଦୁଃଖ ଲାଗୁଛି ପ୍ରଭୁ ଯେ ଅହଙ୍କାର ହେଇଯାଉଛି, ଶାସ୍ତ୍ର କହିଛନ୍ତି ଅହଙ୍କାର ଅହଙ୍କାର ବୋଲି ବି ସମସ୍ତଙ୍କୁ ଇଏ କଲି, କାହାକୁ ମୁଁ ଅବହେଳା କରିନି, କାହାକୁ ମୁଁ କମ୍ କରିନି। କେତେ ନଥିଲେ ବି ଘରେ ଗୋଟେ 5 ପଇସା ନଥିଲେ ବି କାହାଠୁ କେମିତି କରିକି କାହାକୁ କେମିତି ଇଏ କରିକି ତାଙ୍କ ପେଟ ଭରେ। ସମସ୍ତେ ମୋ ପ୍ରତି ଇଏ ହେଲେ ମୁଁ ଖାଲି ମୋ ଉପରେ ଯୋଉଟା ହେଲେ କହିଦିଏ, ମୁଁ ସହ୍ୟ କରିକି ରହେନି କୋଉଟା। ମତେ କିଏ ଗୋଟେ କଥାଟେ କହିଲେ, ମିଛ କଥା କହିଲେ ମତେ ସହିପାରୁନି, ଆଉ ମତେ ମିଛ କାହିଁ କହିଲା ବୋଲି ମୁଁ ରାଗିଯାଏ। ଆପଣ ଭାଗବତ ଶ୍ରବଣ କରନ୍ତୁ। ଏ ଯେଉଁମାନେ ଆମେ କାହା ପ୍ରତି ଯେଉଁ ଆଶା ରଖିଥାନ୍ତି ସେମାନେ ଯେତେବେଳେ ଆମର ଆଶାକୁ ଫଳବିତ କରନ୍ତି ନାହିଁ, ଆମେ ଦୁଃଖୀ ହେଇଯାଆନ୍ତି ଏବଂ କେହି କେହି ତାକୁ ଯେମିତି ରାଗ ରୂପରେ ହେଉ ପ୍ରକାଶ କରିଦିଅନ୍ତି। କିନ୍ତୁ ଏ ସବୁଗୁଡ଼ାକ ମାୟା ବୋଲି ବୁଝ। ଏବଂ ଯେତେବେଳେ ଆପଣ ପୁରଞ୍ଜନ ଉପାଖ୍ୟାନ ଏବେ ଶୁଣିଛନ୍ତି, ଏବେ ଆପଣ ପଞ୍ଚମ ସ୍କନ୍ଦ ଆରମ୍ଭ ହେବ ଆଉ 2 ଅଧ୍ୟାୟ ପରେ, ସେତେବେଳେ ମଧ୍ୟ ଭରତ ମହାରାଜଙ୍କର ଉପାଖ୍ୟାନ ଶୁଣିବେ। ଯେତେବେଳେ ଆମେ ଯେତେ ଶ୍ରୀମଦ୍ ଭାଗବତଙ୍କୁ ମାନେ ହୃଦୟସ୍ଥ କରିବା, ସେତେବେଳେ ନିଶ୍ଚିତ ରୂପେ ଆପଣଙ୍କୁ ଭିତରେ ଗୋଟେ ଖୁସି ଅନୁଭୂତି ହେବ, ଦୁଃଖ ଅନୁଭୂତି ହେବ ନାହିଁ। ଆପଣ ଭାବିବେ ସିଏ ମୋତେ ଆପଣଙ୍କୁ ଯଦି ଆଜି ଭଲ ଭାବରେ ବ୍ୟବହାର କରିଥାନ୍ତେ ମଧ୍ୟ ତା'ର ଲାଭ କ'ଣ? ତାପରେ ତ ତଥାପି ମଧ୍ୟ ଆମେ ଜୀବନକୁ ଅତିବାହିତ କରିଥାନ୍ତେ, ମୃତ୍ୟୁ ମୁଖରେ ପଡ଼ିଥାନ୍ତେ ଏବଂ ତାପରେ ଆମେ ଆମର ନିଜର କର୍ମ ଅନୁସାରେ ଅନ୍ୟାନ୍ୟ ଗତିକୁ ଲାଭ କରିଥାନ୍ତେ। କିନ୍ତୁ ଯିଏ ଆପଣଙ୍କ ହୃଦୟରେ ଆସି ଆପଣଙ୍କର ଜୀବନକୁ ପରିବର୍ତ୍ତନ କରି ସେହି ଭଗବାନଙ୍କ ପାଖକୁ ଆପଣ ନେବା ପାଇଁ ସେ ପ୍ରସ୍ତୁତ ହୋଇଯାଏ, ତା'ର ସାମ୍ନାରେ ସବୁ ଦୁଃଖ ଯେଉଁଟା ଆପଣ ମାନେ ଏବେ ଚିନ୍ତା କରୁଛନ୍ତି, ସେ ତ ଗୋଟେ ସ୍ୱପ୍ନ ଭଳିଆ। ସ୍ୱପ୍ନରେ ଆମକୁ ବହୁତ ଦୁଃଖ ହୁଏ, ଯେତେବେଳେ ଉଠି ପଡ଼ନ୍ତି ଆମେ ଭାବନ୍ତି ଯା ସ୍ୱପ୍ନ ଗଲା, ଦୁଃଖ ଗଲା। ଆଉ ସେଇଭଳି ଭାବରେ ଏଇ ଯେଉଁ ଜାଗ୍ରତ ଅବସ୍ଥାରେ ଏବେ ଆପଣ ଯେଉଁ ବି ଦୁଃଖ ଅନୁଭବ କରୁଛନ୍ତି, ଯେତେ ଯେତେ ଶ୍ରୀମଦ୍ ଭାଗବତଙ୍କୁ ଆପଣ ଶ୍ରବଣ କରିବେ, ହୃଦୟସ୍ଥ କରିବେ, ଦେଖିବେ ସେତେ ସେତେ ଆପଣଙ୍କ ହୃଦୟରେ ଶାନ୍ତି ଏବଂ ଆନନ୍ଦ ଅନୁଭବ ହେବ। ଜୟ ଜଗନ୍ନାଥ। ପ୍ରଣାମ। ଆଜ୍ଞା ପ୍ରଭୁଜୀ, ଆପଣ ଯଦି ଭାଗବତ ଆରମ୍ଭ କରିବେ କରିଦିଅନ୍ତୁ। ନା ପ୍ରଥମଟା ଆଜି କରିବାନି। ହରେ କୃଷ୍ଣ। ଆଜି
ପ୍ରଭୁଜୀ ମୁଁ କିଛି କହିବି କୁହନ୍ତୁ। ମାତାଜୀ କହିବି ସରସ୍ୱତୀ ମାତାଜୀଙ୍କୁ ଏତେ ଦୁଃଖିତ ହୁଅନ୍ତୁ ନାହିଁ। ଦେଖନ୍ତୁ ମାତାଜୀ ଏ ସଂସାରରେ ସମସ୍ତେ କିଛି କିଛି କୁଟୁମ୍ବ ଅର୍ଜିଥାନ୍ତି କିଛି କିଛି କରିଥାନ୍ତି କିନ୍ତୁ କେହି ନାହିଁ କାହାର ଭାବ ଆପଣ ତ ବହୁତ ଭଲ ପାଠ ପଢି ନାହାନ୍ତି ବୋଲି ଆପଣ ଦୁଃଖ କରୁଛନ୍ତି କିନ୍ତୁ ବହୁତ ଭଲ କରିଛନ୍ତି ଯେ ଭଗବାନଙ୍କର ସ୍ତୁତି ଭଗବାନଙ୍କର ବହି ଭଗବାନଙ୍କର ଗୀତା ଭାଗବତ ପଢିବା ଏଇଟା ହିଁ ବଡ ପାଠ। କେତେ ପାଠ ପଢିଛନ୍ତି ମାତାଜୀ ଲୋକମାନେ କିନ୍ତୁ ଆଧ୍ୟାତ୍ମିକ ଅନୁସାରେ ସେମାନଙ୍କର ତୁଳନା କିଛି ବି ନାହିଁ। ମାନେ ବାପା ମା ନିଜର ଜୀବନ ବାଜି ଲଗେଇକି ପିଲାମାନଙ୍କୁ ଭଲ ମଣିଷ କରିବା ପାଇଁ ପାଠ ପଢୁଛନ୍ତି କିନ୍ତୁ ସେ ପିଲା ମାନେ ଶେଷ ସମୟରେ ଯାହା କରିଦଉଛନ୍ତି ତାହା ଦେଖିବା ସହାୟ କରିବା ବହୁତ କଷ୍ଟକର ହେଇଯାଉଛି ଏ ସଂସାରରେ। ତେଣୁ ଆପଣ ସେଗୁଡା ମନ ଦୁଃଖ କରନ୍ତୁନି। ବାପା ମା ଅବଶ୍ୟ ମନେ ପଡିବେ ସବୁବେଳେ ମନେ ପଡିବେ ସେମାନେ ବାପା ମା ଯେହେତୁ ଜନ୍ମ କରିଛନ୍ତି ଭଗବାନଙ୍କ ସ୍ୱରୂପ ମନେ ପଡିବେ କିନ୍ତୁ ତାଙ୍କୁ ମନେ ପକେଇବା ଦ୍ଵାରା ଆପଣ ଏତେ ଦୁଃଖିତ ହେଲେ ନିଜେ ଭାଙ୍ଗି ପଡିଯିବେ। ମୋ ଜୀବନରେ ବି ସେମିତି ହେଇଛି ମୁଁ ବି ପିଲାବେଳୁ ମାଆକୁ ହରେଇ ବସିଛି ବାପାଙ୍କୁ ବି ଏବେ ହରେଇ ବସିଲି। ବହୁତ କଷ୍ଟ ଲାଗେ ସଂସାରରେ ଶାଶୁଘର ବାପା ଘର ସମସ୍ତଙ୍କୁ ନେଇକି ଚଳିବା ବହୁତ କଷ୍ଟ ହେଇଯାଏ କିନ୍ତୁ ଏତେ ଭାଙ୍ଗି ପଡନ୍ତୁନି ଭାବ ରଖନ୍ତୁ ଭକ୍ତି ରଖନ୍ତୁ। ଯେତେବେଳେ ଆପଣଙ୍କୁ ଦୁଃଖ ଲାଗୁଛି ଜଗନ୍ନାଥଙ୍କ ବଡ ବଡ ଆଖି ଦିଟାକୁ ଅନେଇ ଦିଅନ୍ତୁ ସବୁ ଦୁଃଖ ଚାଲିଯିବ ମାତାଜୀ। ମୁଁ ନିଜେ ସେଟା ଅନୁଭବ କରିଛି। ଆପଣଙ୍କୁ ଭଲ ନ ଲାଗୁ ସ୍ୱାସ୍ଥ୍ୟ ଖରାପ ହଉ ଆପଣଙ୍କ ମନ ଖରାପ ହଉ କେବଳ ଜଗନ୍ନାଥଙ୍କ ଆଗରେ ଠିଆ ହେଇ ପଡନ୍ତୁ 2-3 ମିନିଟ୍ ଖାଲି ଠାକୁରଙ୍କୁ ମୁହଁ ଅନାନ୍ତୁ। ଆପଣଙ୍କର ଏଇ ଯୋଉ କାନ୍ଦ ଦୁଃଖ ଦେଖି ମତେ ବି ବହୁତ କଷ୍ଟ ଲାଗିଲା କାହିଁକି ନା ମୋର ବି ଏମିତି ହେଇଯାଇଛି। ଏବେ ବାପା ମାଙ୍କୁ ପାଇବାଟା ବହୁତ କଷ୍ଟ। ବାପା ମାଙ୍କର ସ୍ନେହ ଭଲ ପାଇବାଟା ବି ବହୁତ କଷ୍ଟ କିନ୍ତୁ ଭଗବାନ ଯେତେବେଳେ ଜନ୍ମ ଦେଇଛନ୍ତି କିଛି କର୍ମ କରିବାକୁ ପଡିବ। ତ ଭାବି ଦିଅନ୍ତୁ ଭଗବାନ ମତେ ଏମାନଙ୍କ ପାଇଁ ଜନ୍ମ ଦେଇଛନ୍ତି ମୁଁ ଏମାନଙ୍କ ପାଇଁ କିଛି କର୍ମ କରିଦେବି ଆଉ ଯାହାକୁ ହରେଇ ଦେଇଛି ପ୍ରଭୁ ତାହାକୁ ତମ ରୂପରେ ହିଁ ଦେଖିବି ଏମିତି ଭାବିକି ଜଗନ୍ନାଥ ଆଖି ଦିଟାକୁ ଖାଲି ଦେଖି ଦିଅନ୍ତୁ ସବୁ କୃଷ୍ଟ ଦୂରେଇ ଯିବ। ମୁଁ ଏତିକି ମାତାଜୀ କାନ୍ଦିବାରୁ ମୋ ମନ ଭାରି ବିଚଳିତ ହେଲା ସେଥିପାଇଁ ମୁଁ କହିଦେଲି। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ବାପାଙ୍କୁ ତ ମୋର ଆଗରୁ ହରେଇ ଦେଇଛି ସେଟା ଦୁଃଖ ନାହିଁ କିନ୍ତୁ ମୋର ବଡ ଭାଇ ଯୋଉ ନା ବାପାଙ୍କୁ ମତେ ପଡିଛନ୍ତି ମତେ ବର୍ଷ କାଳୁ ମତେ ବଡ କରିକି ବାହା କରିକି ଏବେ ଯାଏ ମତେ ବହୁତ ଇଏ କରୁଛନ୍ତି। ତମର ଦୁଃଖ ନାହିଁ ବାପା ମା ସିଏ ଆମର ବଡ ଭାଇ ଭାଉଜ ଏକା ତାଙ୍କେ ଯେତିକି ମତେ ଦେଇଛନ୍ତି କି ସଂସ୍କାର ତାଙ୍କ ସଂସ୍କାର ଆଜି ବମ୍ବେ ସହରରେ ସେ କହୁନାହାନ୍ତି ଛାତିକି ପଥର କରିକି ଅଟରେ ଗାଉଁଚ ଭିଡ଼ିକି ରଖିଛି ବୋଲି ମତେ କିଏ କେତେ କଥା କହିଦେଇଛନ୍ତି ବହୁତ କିଛି କଥା କହିଦେଇଛନ୍ତି ଭଲରେ ଖରାପରେ ଗୋଟେ ଗଲତ ନାଇନରେ ସବୁ କହିଦେଇଛନ୍ତି କିନ୍ତୁ ସେଇଭଳି ଲୋକ ନୁହେଁ। କେବଳ ଗୀତା ଭାଗବତ ସାକ୍ଷୀ ରଖିକି ଆଜି ନିଜକୁ ଛାତିକି ପଥର କରିକି ଆଜି ଚଳି ଆସିଛୁ। ଏତିକି ଧନ୍ୟବାଦ କରୁଛି ରାଜେଶ୍ୱରୀ କି ସେଠି ମତେ ଗ୍ରୁପରେ ଜଏନ୍ କରିଛି ସେଠି ମତେ ମନଟା ଗୋଟେ ଚେଞ୍ଜ ହେଇଯାଉଛି। ଭାବନ୍ତୁ ମୋ ନାରୀ ନୁହେଁ ନାରାୟଣୀ ବାସ୍ ଏତିକି ଭାବନ୍ତୁ ମୋ ନାରୀ ନୁହେଁ ନାରାୟଣୀ ମୋ ପାଖରେ ସବୁ ରୂପ ଅଛି ମୁଁ ସବୁ କିଛି କରିପାରିବି। ଆପଣ ଏତିକି ଭାବିକି ନିଜ ଛାତିକି ପଥର କରିଦିଅନ୍ତୁ। ସ୍ତ୍ରୀ ମାନେ ହଉଛି ଛାତିକି ପଥର କରିବା ନିଜକୁ ପଥର କରିକିରି ଆଗେଇ ଚାଲନ୍ତୁ। ଭଗବାନଙ୍କର ମୁଖକୁ ଆପଣ ଦର୍ଶନ କରନ୍ତୁ ଆଉ କିଛି ଚିନ୍ତା କରନ୍ତୁନି କେବଳ ଜଗନ୍ନାଥ ତୁ ମୋର ମୁଁ ତୋର ବାସ୍ ଏତିକି କରନ୍ତୁ। ଏତେ ଦୁଃଖ କରନ୍ତୁନି ଆପଣଙ୍କ ଦୁଃଖ ଦେଖି ମତେ ବି କାନ୍ଦ ପଳେଇ ଆସିଲା ମୁଁ ବି କାନ୍ଦି ପକେଇଛି। ଆମର ଭାଇ ଯଦି ସଂସ୍କାର ଦେଇଛନ୍ତି ନା ତାଙ୍କୁ ମୁଁ ବହୁତ ଧନ୍ୟବାଦ କରୁଛି ବହୁତ ଗର୍ବ କରୁଛି ମୋ ଭାଇ ଉପରେ। ସିଏ ମୋର ଭାଇ ନୁହଁନ୍ତୁ ବାପା ଗୋଟେ ମାନୁଛି ତାଙ୍କର ସଂସ୍କାରରେ ଆଜି ଏତିକି ମୁଁ ଆଗେ ବଢିଛି ନିଜ ଗୋଟେ ପଥର କରିଦେଇଛି ଏତିକି ଯେ ଝରଣା କମ ହଉନି ଆଖିର ସେଇଟା ବହୁତ ଭୁଲ କରୁଛି ମୁଁ ରାଗଟା କମ ହଉନି କି ଝରଣାଟା କମ ହଉନି ଏତିକି ମୋର ଭୁଲ ହଉଛି ବହୁତ କୋସିସ କରୁଛି ଏତିକି କମ କରିବା ପାଇଁ କିନ୍ତୁ ହଉନି ସେଟା। ଆପଣଙ୍କୁ ଭଗବତ ବାସୁଦେବାୟ କୁହନ୍ତୁ। ଆଜ୍ଞା ଆଜ୍ଞା ବହୁତ ସୁନ୍ଦର ଆଲୋଚନା ବହୁତ ସୁନ୍ଦର କଥାବାର୍ତ୍ତା। ତ ଆମ ପରିବାର ଭିତରେ ଅନ୍ୟର ଦୁଃଖ ଦେଖିଲେ ସମସ୍ତେ ଅନ୍ୟମାନେ ବି ଦୁଃଖ ଜଣଙ୍କ ଦୁଃଖ ଦେଖିଲେ ଅନ୍ୟମାନେ ଦୁଃଖିତ ହଉଛନ୍ତି। ଏତେ ସୁନ୍ଦର ଆଲୋଚନା ହେଲା ଦେଖନ୍ତୁ ଭାଗବତମ ତ କଷ୍ଟ ସହିବା ପାଇଁ ଶକ୍ତି ଦେବ। ଜଗନ୍ନାଥଙ୍କ ଆଖି ଜଗନ୍ନାଥଙ୍କ ମୁହଁ ଜଗନ୍ନାଥଙ୍କ ପାଖରେ ଆପଣ ଛିଡା ହେଲେ ଦୁଃଖ ଦୂର ହେଇଯିବ। କେତେ ସୁନ୍ଦର ଭାବରେ ବୁଝେଇଦେଲେ ସରିତା ମାତାଜୀ। ଆଉ ପ୍ରଭୁଜୀ ବି ଆପଣଙ୍କୁ କହିଲେ ଗୀତା ଭାଗବତ ହିଁ ସବୁ କଥା ଆଉ ସବୁ ଏଇ ସାର ଆଉ ସବୁ ମାନେ କିଛି ଅର୍ଥ ନାହିଁ
से सब जिनसर समय देवा तेणु आम एसबू जिन शिक्षा को आगे को बढ़ा आपण क्रोध नियंत्रण हम आपण जीवन शांतिमय हम जी आम सबुदिन भागवतम श्रवण करुचे ये सब तो निहाती हमको दिग्दर्शन देव जीवन पाइले आज आज प्रभु जी आपण तो कहते आज क्लास रखिबानी बोली ताहले कौन भागवत आरती करदेबा ना कौन अति सुंदर सेशन है मैं चाहूँगी प्रभु जी किसी कही कि कनक्लूड करंतु सेशन को तापरे आरती अच्छी चरिता माता जी कर एबे हमर श्रीमद् भागवतम पुरंजन उपाख्यान परे आपण समस्त को पचारिले कि भागवतम अनुभूति कौन है समस्ते तांकर कथा रखिले से भली हमर भागवतम बहुत अध्याय आसीबो कौन हम प्रत्येक अध्याय पर भली रखिबा ना आमे सप्ताह को थरे क्वेश्चन आंसर कार्यक्रम रे एक कथाटा को उठाइबा कारण भागवतम रे मझिरे जेमिति हम दुईटी क्लास विराम दे देले गत काली एवं आज मध्य आउ भागवतम रे हमर बहुत 360 अध्याय पाखापाखि रही आमे नहीं नहीं सेमिति नहीं बहुत दिन रो क्लास चली थिला हेई नथिला गोटे समस्त को संगे आमे हम अनुभूति शेयर ए सब रो आगु को आवश्यकता केवल प्रश्नोत्तर कार्यक्रम तो रहिबो आउ गोटे अध्याय दी मास स्कंद सरला परे पंचम स्कंद कि षष्ठ स्कंद सरला परे आउ थरे एमती रखिले हमें समस्त को जानि भी परिबा समस्त को भावना संगे परिचित मध्ये हेई परिबा एमती नय सब सप्ताह रे रहिबो एटा एमती गोटे केबे केबे ओकेजनली रहिले फॉलो हबो नहीं हमर सेटा मध्ये हबा उचित जेमिति एबे आगे पंचम स्कंद रे आरंभ रु रहियो भरत महाराज उपाख्यान तापर पुणी ब्रह्मांड विवरण जिते बड़े मु भावुची कौन सी एक टॉपिक जिते बड़े हो जाउची मुख्य बड़ बड़ जो अध्याय ताकू समाप्ति पर मध्य एभली पचारि देले समस्त ता भीतर कौन शिखिचंती केवल तारी ऊपर चर्चा कली टे भल हम आमर पुरंजन उपाख्यान संबंध रे आमर 5-6 जन माताजी ए विषय कहले बाकी समस्त तांकर निजर अन्य अनुभूति सब कहितिले एभली भाव में आम जो जमी छुआ को पढ़ाती एवं तापर पचारती तुम कौन बुझीपार कुह से भली भल भागवत विषय माने चिंता आसूची एवं से निश्चित से विषय कहे एवं एथिरे आम माने समस्त उपकृत हवा एवं समस्ते माने समस्त भावनाटा को जानी पारुछंती एटा बहुत बड़ा कथा माता जी परिवार परिके आमे समस्त मिसिके आसुचे सुनुचे आमे समस्त समस्तकर भावना सहित परिचित हे पारुछन ए सब स्कंद गोटे स्कंद शरीर परे आमे रखिबा कि गोटे माने अध्याय सरला परे देखि कि आगु रखिबा किंतु आमे भी चाहना भागवत माने ब्याहत हो किंतु माने या गोटे हेला समस्त समस्त कथा हेले बहुत सुंदर लागिला हां आपण कंक्लूड करन त हमरा आ रखिबा हां हरे कृष्ण जय जगन्नाथ।